ରାତିରେ ତ ସୁନସାନ ଥିଲା ସବୁ, ଇନଭର୍ଟର ଲାଇଟ୍ ବି ଲାଗିଥିଲା, ଲାଇଟ୍ ଦୁଇଟା ଛିଡ଼େଇ ଦେଇଛନ୍ତି ଉପରୁ। ତାପରେ ସକାଳୁ ମୁଁ ଜାଣିଲି, ସକାଳୁ ମୋତେ 2-3 ଜଣ ଫୋନ୍ କଲା, ଆଉ ତୁମର ଦୋକାନ ଚୋରି ହେଇଛି, ଆସ ଦେଖିବ। ଆସିଲା ବେଳୁ 3ଟା ତାଲା ପୁରା କାଟିକି ନେଇଯାଇଛନ୍ତି। 3ଟା ତାଲା କାଟିକି ବାହାରେ ଫିଙ୍ଗି ଦେଇଛନ୍ତି, ଭିତରେ ପଶିକି ପଇସା ଯାହା ଥିଲା ପ୍ଲସ୍ ବଡ଼ ବଡ଼ ଚକୋଲେଟ୍ ଯାହା ଥିଲା ଏମିତି ସବୁ କ'ଣ ନେଇଛନ୍ତି, ଜଣାପଡ଼ୁନି କିଛି ଅଧିକ ଅଛି ଆଉ। ପୋଲିସ ଖବର ଦେଇଥିଲି, ପୋଲିସ ବି ଆସିଥିଲେ, ଦେଖିକି ଯାଇଛନ୍ତି। ଚୋରର ମୁଖ୍ୟ କାରଣ ହେଉଛି ପାଉ ଗଞ୍ଜେଇ, ଆଉ କିଛି ନାହିଁ। ପାଉ ଗଞ୍ଜେଇ ଖାଇକି ମାନେ କିଛି ଜାଣୁନାହାନ୍ତି, ଲୋକଙ୍କୁ ମାରୁଛନ୍ତି, ଇଏ କରୁଛନ୍ତି, କାହାର ଚୋରି କରିବୁ ତାର ଚୋରି କରିବୁ, ଏ ଚିନ୍ତାଧାରା ଖାଲି ଚାଲିଛି ସେମାନଙ୍କର। ଆଉ ଚୋରର ମୁଖ୍ୟ ଉଦ୍ଦେଶ୍ୟ ଆଉ କିଛି ନାହିଁ, ଏ ପାଉବାଲାଙ୍କୁ ସାବାଡ଼ କରିବାକୁ ପଡ଼ିବ, ନହେଲେ ଆଉ କିଛି ତାର ଉପାୟ କିଛି ନାହିଁ। ହଁ, ଏ କଥା ଆମେ ବ୍ୟବସାୟୀ ସଂଘରେ ବି କଥା ପକାଇବୁ। ସଂଘ ତରଫରୁ ଯାହା କିଛି ମାନେ ପୋଲିସକୁ ଟିକେ ପ୍ରେସର ପଡ଼ିଲେ ଯାହା ପୋଲିସ କାମ କରିବ ବୋଲି ଆମେ ଭାବୁଛୁ। କାହିଁ ଆଜି ମୋ ସହିତ ହେଲା, କାଲି ପୁଣି ଆଉ କାହା ସହିତ ହେବ। ଆମେ କଷ୍ଟ ଉପାର୍ଜିତ ଧନ ଇଏ କରିବୁ, ଏମାନେ ଆସିବି ଚୋରି କରିକି ଆମଠୁ ଧରିକି ଯିବେ। ରାତିରେ ତ ସୁନସାନ ଥିଲା ସବୁ, ଇନଭର୍ଟର ଲାଇଟ୍ ବି ଲାଗିଥିଲା, ଲାଇଟ୍ ଦୁଇଟା ଛିଡ଼େଇ ଦେଇଛନ୍ତି ଉପରୁ। ତାପରେ ସକାଳୁ ମୁଁ ଜାଣିଲି, ସକାଳୁ ମୋତେ 2-3 ଜଣ ଫୋନ୍ କଲା, ଆଉ ତୁମର ଦୋକାନ ଚୋରି ହେଇଛି, ଆସ ଦେଖିବ। ଆସିଲା ବେଳୁ 3ଟା ତାଲା ପୁରା କାଟିକି ନେଇଯାଇଛନ୍ତି। 3ଟା ତାଲା କାଟିକି ବାହାରେ ଫିଙ୍ଗି ଦେଇଛନ୍ତି, ଭିତରେ ପଶିକି ପଇସା ଯାହା ଥିଲା ପ୍ଲସ୍ ବଡ଼ ବଡ଼ ଚକୋଲେଟ୍ ଯାହା ଥିଲା ଏମିତି ସବୁ କ'ଣ ନେଇଛନ୍ତି, ଜଣାପଡ଼ୁନି କିଛି ଅଧିକ ଅଛି ଆଉ। ପୋଲିସ ଖବର ଦେଇଥିଲି, ପୋଲିସ ବି ଆସିଥିଲେ, ଦେଖିକି ଯାଇଛନ୍ତି। ଚୋରର ମୁଖ୍ୟ କାରଣ ହେଉଛି ପାଉ ଗଞ୍ଜେଇ, ଆଉ କିଛି ନାହିଁ। ପାଉ ଗଞ୍ଜେଇ ଖାଇକି ମାନେ କିଛି ଜାଣୁନାହାନ୍ତି, ଲୋକଙ୍କୁ ମାରୁଛନ୍ତି, ଇଏ କରୁଛନ୍ତି, କାହାର ଚୋରି କରିବୁ ତାର ଚୋରି କରିବୁ, ଏ ଚିନ୍ତାଧାରା ଖାଲି ଚାଲିଛି ସେମାନଙ୍କର। ଆଉ ଚୋରର ମୁଖ୍ୟ ଉଦ୍ଦେଶ୍ୟ ଆଉ କିଛି ନାହିଁ, ଏ ପାଉବାଲାଙ୍କୁ ସାବାଡ଼ କରିବାକୁ ପଡ଼ିବ, ନହେଲେ ଆଉ କିଛି ତାର ଉପାୟ କିଛି ନାହିଁ। ହଁ, ଏ କଥା ଆମେ ବ୍ୟବସାୟୀ ସଂଘରେ ବି କଥା ପକାଇବୁ। ସଂଘ ତରଫରୁ ଯାହା କିଛି ମାନେ ପୋଲିସକୁ